ନମସ୍କାର। ଆସନ୍ତୁ ଏଇ ରଥଯାତ୍ରାର ପାବନ ଅବସରରେ ଆମେ ଜାଣିବା ତୁଳସୀ କ୍ଷେତ୍ରର ବ୍ରହ୍ମତାଳଧ୍ୱଜଙ୍କ ରଥ ବିଷୟରେ କିଛି କଥା। ସମଗ୍ର ଉତ୍କଳରେ ଅବସ୍ଥିତ ପଞ୍ଚକ୍ଷେତ୍ରଠାରୁ ପ୍ରାଚୀନ ଏବଂ ପବିତ୍ର ହେଉଛି ତୁଳସୀ କ୍ଷେତ୍ରର ଅଧିପତି ଶ୍ରୀ ସିଦ୍ଧ ବଳଦେବଜୀଉଙ୍କ ଦାରୁ ନିର୍ମିତ ବିଗ୍ରହ ନୁହନ୍ତି। ସେ ହେଉଛନ୍ତି ମଣି ବିଗ୍ରହ ବା ପ୍ରସ୍ତର ନିର୍ମିତ ବିଶାଳ ଭବ୍ୟ ମୂର୍ତ୍ତି। ତେଣୁ ସେ ସ୍ୱୟଂ ହେଉଛନ୍ତି ବ୍ରହ୍ମ ବିଗ୍ରହ। ସେଥିପାଇଁ ତୁଳସୀ କ୍ଷେତ୍ର ମହାତ୍ମ୍ୟରେ କୁହାଯାଇଛି, ଇଏ ବ୍ରହ୍ମକ୍ଷେତ୍ରେ ପ୍ରତିଷ୍ଠିତ ତୁଳସୀ କ୍ଷେତ୍ରେ ନାମ ଖ୍ୟାତ। ତେଣୁ ଶ୍ରୀ ବଳଦେବଜୀଉ ସ୍ୱୟଂ ହେଉଛନ୍ତି ବ୍ରହ୍ମ ଅବତାରୀ। ଏହି କ୍ଷେତ୍ରରେ କଦାପି ନବକଳେବର ପର୍ବ ଅନୁଷ୍ଠିତ ହୁଏ ନାହିଁ। ତୁଳସୀ କ୍ଷେତ୍ରାଧିପତି ବଳଦେବଙ୍କ ରଥର ନାମ ହେଉଛି ବ୍ରହ୍ମତାଳଧ୍ୱଜ। ନେତର ନାମ ହେଉଛି ବ୍ରହ୍ମକେତନ ବା ବ୍ରହ୍ମ ଉଜ୍ଜୟିନୀ ଏବଂ ନୀଳଚକ୍ରର ନାମ ହେଉଛି ବ୍ରହ୍ମ ନୀଳଚକ୍ର। ଆସନ୍ତୁ ତୁଳସୀ କ୍ଷେତ୍ରର ରଥଯାତ୍ରା ବିଷୟରେ ଆମେ ବିସ୍ତୀର୍ଣ୍ଣ ଭାବରେ ଆଲୋଚନା କରିବା। ଶ୍ରୀ ବଳଦେବଙ୍କ ରଥର ନାମ ହେଉଛି ବ୍ରହ୍ମତାଳଧ୍ୱଜ, ଯାହା ପ୍ରତିବର୍ଷ ନିର୍ମାଣ କରାଯାଇଥାଏ। ଏହାର ଉଚ୍ଚତା ଏବଂ ବିଶାଳତା ପାଇଁ ବ୍ରହ୍ମତାଳଧ୍ୱଜ ରଥ ଆଜି ମଧ୍ୟ ସାରା ବିଶ୍ୱରେ ପ୍ରଥମ ସ୍ଥାନ ଅଧିକାର କରିଛି। ଏହି ରଥ ନିଦା ଶାଳୁଆ କାଠ, ଦେବଦାରୁ ଏବଂ ଅନ୍ୟାନ୍ୟ କାଠରେ ଗଢ଼ା ଯାଇଥାଏ। ରଥର ଉପର ଅଂଶ ପୂର୍ବରୁ ପଶ୍ଚିମ 42 ଫୁଟ ଏବଂ ଉତ୍ତରରୁ ଦକ୍ଷିଣ ମଧ୍ୟ 42 ଫୁଟ। ଦୋଳ ପୂର୍ଣ୍ଣିମା ଠାରୁ ରଥକାଠ ସଂଗ୍ରହ ଓ ଅକ୍ଷୟ ତୃତୀୟା ଠାରୁ ରଥ ନିର୍ମାଣ କାର୍ଯ୍ୟର ଶୁଭ ଦିଆଯାଇଥାଏ। ରଥର ଉଚ୍ଚତା ଭୂମିଠାରୁ ଦଧିକଳସ ପର୍ଯ୍ୟନ୍ତ 65 ଫୁଟ ଓ ନେତ ପର୍ଯ୍ୟନ୍ତ ପ୍ରାୟ 70 ଫୁଟ। ଏହାର ଚକ ସଂଖ୍ୟା ହେଉଛି 14। ଚକର ଉଚ୍ଚତା 6 ଫୁଟ 7 ଇଞ୍ଚର ମୋଟେଇ ଶାଳୁଆ କାଠରେ ଏହି ଚକଗୁଡ଼ିକ ନିର୍ମିତ। ମଝିରେ ଅକ୍ଷର ଲମ୍ବ ହେଉଛି 40 ଫୁଟ ଏବଂ ରଥରେ 2ଟି ଧଳା ଘୋଡ଼ା 2ଟି କଳା ଘୋଡ଼ା ବନ୍ଧା ହୋଇଥାନ୍ତି ଏବଂ ଦିଅଁମାନଙ୍କର ଡାହାଣ ପାର୍ଶ୍ୱରେ ଉପବିଷ୍ଟ ଥାନ୍ତି ବିଶାଳ କାଠରେ ନିର୍ମିତ ସାରଥୀ ସୁଦୁମ୍ନ ବା ଭାଷ୍ୟାନ୍ତରରେ ମାଳତୀ। ରଥ ଚତୁଃପାର୍ଶ୍ୱରେ 15 ଗୋଟି ସଖୀପଟାରେ ବିଭିନ୍ନ ଦେବାଦେବୀ ଏବଂ ଋଷିମାନଙ୍କର ମୂର୍ତ୍ତି ଅଙ୍କନ କରାଯାଇଥାଏ ଏବଂ ପ୍ରାୟ 1213 ଖଣ୍ଡ କାଠରେ ନିର୍ମିତ ବ୍ରହ୍ମତାଳଧ୍ୱଜ ରଥ ଅତି ଗୁରୁତ୍ୱପୂର୍ଣ୍ଣ ଅଟେ। ଏହା 7 ଗୋଟି ଅଖ ସପ୍ତତତ୍ତ୍ୱର ଆଧାର। 1ରେ ସୃଷ୍ଟି ତତ୍ତ୍ୱ, 2ରେ ଜୀବତତ୍ତ୍ୱ, 3ରେ କର୍ମତତ୍ତ୍ୱ, 4ରେ ଧର୍ମତତ୍ତ୍ୱ, 5ରେ ଜ୍ଞାନ ତତ୍ତ୍ୱ, 6ରେ ମୋକ୍ଷ ତତ୍ତ୍ୱ ଓ 7 ପରେ ପରିନିର୍ବାଣ ତତ୍ତ୍ୱ। ସେହିପରି 9ଟି ବରାନ୍ଧ ନବଗ୍ରହର ପ୍ରତୀକ। 4 ଗୋଟି ଘୋଷର ନାମ ହେଉଛି ତୀବ୍ର, ଘୋର, ଦୀର୍ଘଶ୍ରମ, ପଦ୍ମଜୀଉ ଏବଂ ରଥର ଦଉଡ଼ିର ନାମ ହେଉଛି ବାସୁକୀ। ରଥର ଦ୍ୱାରପାଳ ହେଉଛନ୍ତି ଗରୁଡ଼ ଓ ହନୁମାନ। ଊର୍ଦ୍ଧ୍ୱ ଦେଶର ଦ୍ୱାରପାଳ ସୂର୍ଯ୍ୟ ଓ ଚନ୍ଦ୍ର। ସୃଜନୀରେ କେତୁପ୍ରଭା ଏବଂ ଦ୍ୱାର ଦେଶରେ ରୁଦ୍ର। ରଥର ରକ୍ଷକ ହେଉଛନ୍ତି ସ୍ୱୟଂ ବାସୁଦେବ ଶଙ୍କର୍ଷଣ ଏବଂ ପାର୍ଶ୍ୱ ଦେବାଦେବୀ ହେଲେ 1ରେ ହରିହର, 2ରେ ତ୍ରିପୁରାରୀ, 3ରେ ଲକ୍ଷ୍ମଣ, 4ରେ ସିଦ୍ଧିବିନାୟକ, 5ରେ ନୃସିଂହ, 6ରେ ବାସୁକୀ, 7ରେ ଚାମୁଣ୍ଡା, 8ରେ ବ୍ରହ୍ମକାଳୀ, 9ରେ ମଙ୍ଗଳୀ, 10ରେ ବାଣୀମଙ୍ଗଳା, 11ରେ ଭୈରବୀ, 12ରେ ଚକ୍ରବାସୁଳେଇ, 13ରେ ନାକାମ୍ବର, 14ରେ ଦୁର୍ଗା, 15ରେ ଶେଷଦେବ। ରଥର ଚାରଣ ହେଉଛନ୍ତି ମହାସିଦ୍ଧ, ଉଲେମୀ ଏବଂ ଗର୍ଭାଧୀଶ୍ୱରୀ। ରଥର ଶକ୍ତି ତୁଙ୍ଗ, ତୁଙ୍ଗଭଦ୍ରା, ପ୍ରଭା, ସୁପ୍ରଭା, ଧାତ୍ରୀ, ବିଧାତ୍ରୀ, ନନ୍ଦୀ ଓ ସୁନନ୍ଦା। ଋଷିପଟାରେ ଅଛନ୍ତି ଅଙ୍ଗିରା, ପୁଲସ୍ତ୍ୟ, ପୁଲହ, ଅଗସ୍ତୀ, ଅତ୍ରେୟ ଓ କାଶ୍ୟପ। ରଥର କୁମ୍ଭର ନାମ ହେଲା ସୁବଳ ଏବଂ ବିଶ୍ୱ, ପୃଥିବୀ, ଚକ୍ର, ଯୁଦ୍ଧ, ବ୍ରହ୍ମବୀଜ, ରକ୍ଷାକର୍ତ୍ତା, ନନ୍ଦ, ସୁନନ୍ଦ, ସୃଜନୀ, ସ୍ଥିତ, ଶୁକ ପକ୍ଷୀଙ୍କ ନାମ ଓ ସଦା ବିଶ୍ୱାସ। ଆମେ ଜାଣୁଥିଲେ ତୁଳସୀ କ୍ଷେତ୍ରରେ ଅନୁଷ୍ଠିତ ହେଉଥିବା ରଥଯାତ୍ରାର ଯେଉଁ ରଥ ଅଛି, ପୃଥିବୀର ସର୍ବବୃହତ ରଥ ବ୍ରହ୍ମତାଳଧ୍ୱଜ ବିଷୟରେ କିଛି କଥା। ଧନ୍ୟବାଦ। ଜୟ ବଳଦେବଜୀଉ।